ଆମେ ଆମ ବେଦ ପୁରାଣକୁ ବହୁତ ମାନୁ ନାଇଁ। ଆଜି ମୁଁ କହୁଛି ଆମ ବର୍ଣ୍ଣ ବୈଷମ୍ୟ ଯେଉଁ ନୀତି ଯେଉଁ ଅଛି ତା ବିଷୟରେ କିଛି କହୁଛି ହେଲା। ବର୍ଣ୍ଣ କହିଲେ କ'ଣ? କ୍ୱାଲିଟି ଆଉ ଜଣଙ୍କ ୱାର୍କ, ସେଇଟାକୁ କୁହାଯାଏ ବର୍ଣ୍ଣ। ଠିକ୍ ଅଛି। ଋଗ୍ବେଦର ପୁରୁଷ ସୂକ୍ତ ଯେଉଁ ଅଛି ସେ କୁହେ ଚାରିଟା ବର୍ଣ୍ଣ ଅଛି। ଗୋଟେ ବ୍ରାହ୍ମଣ, ଗୋଟେ ହେଉଛି କ୍ଷତ୍ରିୟ, ଗୋଟେ ବୈଶ୍ୟ, ଆଉ ଗୋଟେ ହେଉଛି କ'ଣ କହନ୍ତି ଶୂଦ୍ର। ଠିକ୍ ଅଛି। ଏବେ ବ୍ରାହ୍ମଣର କାମ ହେଉଛନ୍ତି ଶିକ୍ଷା ଦେବା, ନଲେଜ ସେୟାର କରିବା। କ୍ଷତ୍ରିୟର କାମ ହେଉଛି ରକ୍ଷା କରିବା। ବୈଶ୍ୟର କାମ ହେଉଛି କ'ଣ ନା ଆମର ଏଗ୍ରିକଲଚର ହେଲା, ଆଉ ବାକି ଯେତିକି ରହିଛି ଆମର ବେପାର ହେଲା, ସେଇଗୁଡ଼ାକ ହେଉଛି ବୈଶ୍ୟର କାମ। ଶୂଦ୍ର ଲେବର। ଠିକ୍ ଅଛି। ଏଇ ଯେଉଁ ଚାରିଟା ବର୍ଣ୍ଣ ଅଛି, ଏ ଚାରିଟା ବର୍ଣ୍ଣ କି ବାଇ ବର୍ଥ ନଥାଏ। ବାଇ ବର୍ଥ ଅର୍ଥ ମାନେ କି ଜନ୍ମ ହେଲା କ୍ଷଣି ଏଇଟା ଡିସାଇଡ଼୍ କରାଯାଇନଥାଏ। ଠିକ୍ ଅଛି। କିନ୍ତୁ ଆଜିକାଲି ସିଷ୍ଟମ୍ କ'ଣ ହେଇ ଚାଲିଛି ନା ଏଇଟା ବାଇ ବର୍ଥ ହେଇଯାଉଛି, ଯେଉଁଟାକି ଭୁଲ। ବୁଝିପାରୁଛନ୍ତି ତ? କେତେ ଦୂର ଆପଣ ଏଇ ଜିନିଷକୁ ମାନୁଛନ୍ତି, କେତେ ଜିନିଷ ନ ମାନୁଛନ୍ତି, ସେଇଟା ଆପଣଙ୍କ ଉପରେ ନିର୍ଭର କରେ। ଠିକ୍ ଅଛି। ଆଉ ଚେଷ୍ଟା କରନ୍ତୁ ଏଇସବୁ ଜିନିଷକୁ ଦିନକୁ ଦିନ ମାନେ ଏଡ଼ାଇବା ପାଇଁ। ଠିକ୍ ଅଛି। କାହିଁକିନା ଏଇଟା ସୋସାଇଟି ପାଇଁ ଭଲ ନୁହଁ।